ସାଙ୍ଗମାନେ ଆପଣମାନେ ଜାଣନ୍ତି ସୁଖ ଏବଂ ଦୁଃଖ ଏହି ଦୁଇଟି ଯାକ ମନୁଷ୍ୟର ଅବିଭାଜ୍ୟ ଅଙ୍ଗ ଅଟେ। ମନୁଷ୍ୟ ଧନ ସମ୍ପତ୍ତି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି କରିବା ପାଇଁ କଠୋର ପରିଶ୍ରମ କରିଥାଏ। ମାତ୍ର ଅନେକ ସମୟରେ ନିଷ୍ଠା ଏବଂ ମନୋଯୋଗ ସହିତ କାର୍ଯ୍ୟ କରିବା ପରେ ବି କଠିନ ପରିଶ୍ରମ କରିବା ପରେ ବି ମନୁଷ୍ୟକୁ ନିଜର ପରିଶ୍ରମ ହିସାବରେ ଫଳପ୍ରାପ୍ତି ହୋଇନଥାଏ ଏବଂ ବ୍ୟକ୍ତିର ଅସଫଳତାର ପ୍ରଭାବ ତା'ର ପୂରା ପରିବାର ଉପରେ ମଧ୍ୟ ପଡ଼ିଥାଏ। ଗୃହରେ ବାଦବିବାଦ କ୍ଲେଶ ଏବଂ କଳହର ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ପରିବାରର ଆବଶ୍ୟକତା ଅନୁଯାୟୀ ଧନ ଅର୍ଜନ ନ ହେବା ଯୋଗୁଁ ପରିବାରରେ ଅନେକ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ଏବଂ ଏହିସବୁ ସମସ୍ୟାଗୁଡ଼ିକ ଫଳରେ ଏସବୁର ପ୍ରଭାବ ଆମର ମାନସିକ ଏବଂ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥାଏ ଏବଂ ଏସବୁର ପ୍ରଭାବରୁ ଆମର ସାମାଜିକ ମାନସମ୍ମାନ ଏବଂ ପଦପ୍ରତିଷ୍ଠା ଉପରେ ମଧ୍ୟ ଆଞ୍ଚ ଆସିଥାଏ ଏବଂ ଏହିସବୁ ଚିନ୍ତାପୂର୍ଣ୍ଣ ପରିସ୍ଥିତିର କାରଣ ଆମ ଗୃହରେ ଥିବା ନକାରାତ୍ମକ ଉର୍ଜାଗୁଡ଼ିକ ହୋଇଥାଏ। ଗୃହରେ ନକାରାତ୍ମକ ଉର୍ଜା ବୃଦ୍ଧି ହେବା ଫଳରେ ଗୃହର ଅନେକ ଗୁଡ଼ିଏ ସମସ୍ୟା ଉତ୍ପନ୍ନ ହୋଇଥାଏ ଏବଂ ଏହିସବୁ ନକାରାତ୍ମକ ଉର୍ଜାଗୁଡ଼ିକ ଗୃହରୁ ଦୂର କରିବା ପାଇଁ ଆପଣ କିଛି ବିଶେଷ ଉପାୟ କରିପାରିବେ, ଯାହାଦ୍ୱାରା ଆପଣଙ୍କ ଗୃହରେ ଥିବା ନକାରାତ୍ମକ ଉର୍ଜାଗୁଡ଼ିକ ସକାରାତ୍ମକ ଉର୍ଜାରେ ପରିବର୍ତ୍ତନ ହୋଇଯିବ ଏବଂ ଆପଣଙ୍କ ଗୃହରେ ସକାରାତ୍ମକ ଉର୍ଜାର ବୃଦ୍ଧି ହେବା ଫଳରେ ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ବାସ ହେବ ଏବଂ ଆପଣମାନେ ଜାଣନ୍ତି ଯେଉଁଠାରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେହି ଗୃହରେ କ୍ଲେଶ କଳହ ଦୁଃଖ ଦରିଦ୍ରତା ଏସବୁର ସ୍ଥାନ ନଥାଏ ଏବଂ ସମୃଦ୍ଧିର ହିଁ ବାସ ହୋଇଥାଏ। ସାଙ୍ଗମାନେ, ବୃହସ୍ପତିଙ୍କୁ ପ୍ରସନ୍ନ କରିବା ଦ୍ୱାରା ଆପଣ ନିଜ ଜୀବନରେ ସୁଖ ଏବଂ ସମ୍ପୂର୍ଣ୍ଣତାର ବୃଦ୍ଧି କରିପାରିବେ ଏବଂ ଆପଣଙ୍କର ମାନସମ୍ମାନର ମଧ୍ୟ ଆପଣ ବୃଦ୍ଧି କରିପାରିବେ। ବୃହସ୍ପତିଙ୍କୁ ନବଗ୍ରହଙ୍କ ମଧ୍ୟରେ ଏକ ସୌଭାଗ୍ୟଶାଳୀ ଏବଂ ମଙ୍ଗଳକାରୀ ଗ୍ରହ ଭାବରେ ବିବେଚନା କରାଯାଇଥାଏ। ତାଙ୍କୁ ଦେବଗୁରୁ ବୃହସ୍ପତି ବୋଲି ମଧ୍ୟ ମାନାଯାଇଥାଏ। ସେ ହେଉଛନ୍ତି ଦେବତାମାନଙ୍କର ଗୁରୁ ଏବଂ ଶୁଭତ୍ୱର ପ୍ରତୀକ। ଆପଣମାନେ ଜାଣନ୍ତି ଆମର ଯେଉଁ 5ଟି ତତ୍ତ୍ୱ ରହିଥାଏ ସେହି 5ଟି ତତ୍ତ୍ୱ ମଧ୍ୟରୁ ଆକାଶ ତତ୍ତ୍ୱର ଅଧିକ ଆଧିପତ୍ୟ ରହିଥାଏ, ଯାହାଫଳରେ ତା'ର ପ୍ରଭାବ ବ୍ୟାପକ ଏବଂ ବିରାଟ ମଧ୍ୟ ହୋଇଥାଏ। ବୃହସ୍ପତି ଦେବଙ୍କର ଆରାଧନା ଆପଣଙ୍କୁ ଏହିସବୁ ସମସ୍ୟାର ନିଶ୍ଚୟ ସମାଧାନ କରାଇପାରିବ। ଦେବଗୁରୁ ବୃହସ୍ପତି ହଳଦିଆ ରଙ୍ଗର କାରକ ଅଟନ୍ତି ଏବଂ ଆପଣ ଯଦି ବୃହସ୍ପତି ଦେବଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଅର୍ପଣ କରନ୍ତି ତେବେ ଆପଣ ତାଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଅର୍ପଣ କରି ନିଜ ଜୀବନର ଏହିସବୁ ସମସ୍ୟାର ସମାଧାନ କରିପାରିବେ। ଆମେ ଘରେ ପ୍ରତିଦିନ ବ୍ୟବହାର କରୁଥିବା ହଳଦୀର ଜ୍ୟୋତିଷ ଶାସ୍ତ୍ରରେ ଅନେକ ମହତ୍ତ୍ୱ ରହିଛି। ଏହି ହଳଦୀର ପ୍ରୟୋଗ ଅନେକ ପୂଜାପାଠରେ ମଧ୍ୟ କରାଯାଇଥାଏ ଏବଂ ଜ୍ୟୋତିଷ ଶାସ୍ତ୍ରରେ ହଳଦୀର ସମ୍ବନ୍ଧ ବୃହସ୍ପତି ଦେବଙ୍କ ସହିତ ଅଛି ବୋଲି ମାନାଯାଇଥାଏ। ତେବେ ଗୁରୁବାରଟି ବୃହସ୍ପତି ଦେବଙ୍କର ବାର ବୋଲି ମାନାଯାଇଥାଏ। ତେବେ ଆପଣ ଯଦି ଗୁରୁବାର ଦିନ ହଳଦୀର ଏହି ଉପାୟ କରିନିଅନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଜୀବନରୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ କରିପାରିବେ। ତେବେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ହଳଦୀର କିଛି ଏପରି ଉପାୟ ବିଷୟରେ କହିବାକୁ ଯାଉଛି ଯେଉଁ ଉପାୟଗୁଡ଼ିକୁ ପାଳନ କରି ଆପଣ ନିଜ କୁଣ୍ଡଳୀରେ ବୃହସ୍ପତିଙ୍କୁ ମଜବୁତ କରିପାରିବେ। ତେବେ ସାଙ୍ଗମାନେ, ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହିତ ଜୟ ଶ୍ରୀ ଲକ୍ଷ୍ମୀ ନାରାୟଣ ନିଶ୍ଚୟ ଲେଖିବେ। ସାଙ୍ଗମାନେ, ଗୁରୁବାର ଦିନଟି ଶ୍ରୀହରି ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ମଧ୍ୟ ସମର୍ପିତ ଅଟେ। ଭଗବାନ ଶ୍ରୀ ବିଷ୍ଣୁ ଏହି ସୃଷ୍ଟିର ତାରଣକର୍ତ୍ତା ଅଟନ୍ତି ଏବଂ ଭଗବାନ ବିଷ୍ଣୁଙ୍କର ମଧ୍ୟ ପ୍ରିୟ ରଙ୍ଗ ହୋଇଥାଏ
ହଳଦିଆ ରଙ୍ଗ ଏବଂ ଏହି ହଳଦୀଟି ମଧ୍ୟ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ତେବେ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ପୂଜା କରିବା ଉଚିତ ଏବଂ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ପୂଜାରେ ଆପଣ ହଳଦୀର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ। ଭଗବାନ ବିଷ୍ଣୁଙ୍କୁ ହଳଦୀର ତିଳକ ଲଗାନ୍ତୁ, ହଳଦିଆ ବସ୍ତ୍ର ପରିଧାନ କରାନ୍ତୁ ଏବଂ ତାଙ୍କୁ ହଳଦିଆ ପୁଷ୍ପ ଏବଂ ହଳଦିଆ ରଙ୍ଗର ଫଳ ମଧ୍ୟ ଅର୍ପଣ କରନ୍ତୁ। ତେବେ ଆପଣମାନେ ଗୋଟିଏ ବିଶେଷ କଥାର ଧ୍ୟାନ ରଖିବେ ଯେ ଆପଣ କେବେ ବି କେବଳ ଭଗବାନ ବିଷ୍ଣୁଙ୍କୁ ଏକା ପୂଜା କରିବେ ନାହିଁ। ଭଗବାନ ଶ୍ରୀହରି ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କୁ ଏକା ସହିତ ପୂଜା କରିବେ ଏବଂ ଆପଣ ପୂଜା କରିବା ସମୟରେ ନିଜର ବାହୁରେ କିମ୍ବା ନିଜର କଣ୍ଠରେ ହଳଦୀର ଏକ ଟୀକା ନିଶ୍ଚୟ ଲଗାନ୍ତୁ। ଏହା ଆପଣଙ୍କୁ ବୃହସ୍ପତି ଦେବଙ୍କର କୃପାଦୃଷ୍ଟି ପ୍ରାପ୍ତ କରାଇବା ପାଇଁ ମଧ୍ୟ ସାହାଯ୍ୟ କରିଥାଏ। ଆପଣ ଯଦି ପ୍ରତ୍ୟେକ ଗୁରୁବାର ଦିନ ସ୍ନାନ କରୁଥିବା ଜଳରେ 2 ଚୁଟକି ହଳଦୀ ମିଶାଇ ସ୍ନାନ କରନ୍ତି, ତେବେ ଆପଣଙ୍କର ଯଦି ବିବାହଜନିତ ସମସ୍ୟା ଥାଏ ତାହାର ସମାଧାନ ହୋଇଯାଇଥାଏ। ଏହି ଉପାୟ ଦ୍ୱାରା ଆପଣଙ୍କର ଚାକିରି ଏବଂ ବ୍ୟାପାରରେ ମଧ୍ୟ ଉନ୍ନତି ଏବଂ ବୃଦ୍ଧି ହୋଇଥାଏ। ତେବେ ସ୍ନାନ ପରେ ଆପଣ ପ୍ରତ୍ୟେକ ଦିନ ପ୍ରଥମେ ପ୍ରଭୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ସେହି ଜଳରେ 2 ଚୁଟକି ହଳଦୀ ମିଶାଇ ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ବୃହସ୍ପତି ଗ୍ରହ ମଧ୍ୟ ମଜବୁତ ହୋଇଥାନ୍ତି ଏବଂ ଆପଣଙ୍କର ଜୀବନ ମଧ୍ୟ ସୁଖମୟ ହୋଇଥାଏ। ସାଙ୍ଗମାନେ, ଆପଣମାନେ ଜାଣନ୍ତି ଯେ ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ। ମାତ୍ର ଗୁରୁବାର ଦିନ ଆପଣ ଘରେ ଝାଡ଼ୁ କରିସାରିବା ପରେ କିଛି ପାଣିରେ କିଛି ହଳଦୀ ମିଶାଇ ଯଦି ଘର ସାରା ଛିଞ୍ଚନ୍ତି, ତେବେ ଏହି ଉପାୟ ଦ୍ୱାରା ଆପଣଙ୍କର ଗୃହ ଶୁଦ୍ଧ ଏବଂ ପବିତ୍ର ହୋଇଥାଏ। ଆପଣ ପ୍ରତ୍ୟେକ ଦିନ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରିସାରିବା ପରେ ହଳଦୀ ଏବଂ ଚନ୍ଦନର ଟୀକା ନିଜ ମଥାରେ ଏବଂ କଣ୍ଠରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ। ଧନ ପ୍ରାପ୍ତି ପାଇଁ ଆପଣ ପ୍ରତ୍ୟେକ ଗୁରୁବାର ଦିନ ପ୍ରଭୁ ଶ୍ରୀହରି ବିଷ୍ଣୁଙ୍କର ପୂଜା କରିବା ସମୟରେ ନିଜ ହାତରେ ହଳଦୀ ଏବଂ ଅକ୍ଷତ ରଖି ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ ଏବଂ ଯେତେବେଳେ ଆପଣ ବିଷ୍ଣୁ ସହସ୍ର ନାମର ପାଠ କରୁଛନ୍ତି, ସେତେବେଳେ ଈଶ୍ୱରଙ୍କ ପ୍ରତି ନିଜକୁ ସମ୍ପୂର୍ଣ୍ଣ ରୂପରେ ସମର୍ପଣ କରନ୍ତୁ ଏବଂ ଈଶ୍ୱରଙ୍କ ପ୍ରତି ମନରେ 100% ବିଶ୍ୱାସ ଏବଂ ଶ୍ରଦ୍ଧା ରଖି ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସମସ୍ୟା, ଆର୍ଥିକ ସଙ୍କଟ ନିଶ୍ଚୟ ଭାବରେ ଦୂର ହୋଇଥାଏ। ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କ ଦାରିଦ୍ର୍ୟତା ମଧ୍ୟ ସବୁଦିନ ପାଇଁ ଦୂରେଇ ଯାଇଥାଏ। ଯଦି ଆପଣଙ୍କ ଗୃହରେ କୌଣସି ବାସ୍ତୁଦୋଷ ରହିଥାଏ, ତେବେ ପ୍ରତ୍ୟେକ ଗୁରୁବାର ଦିନ ଆପଣଙ୍କ ଗୃହର ପ୍ରତ୍ୟେକ କୋଣରେ କିଛି କିଛି ହଳଦୀ ଛିଞ୍ଚି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଗୃହରେ ଥିବା ବାସ୍ତୁଦୋଷଗୁଡ଼ିକ ଦୂର ହୋଇଯାଇଥାଏ। ଏହା ବ୍ୟତୀତ ଆପଣମାନେ ପ୍ରତ୍ୟେକ ଗୁରୁବାର ଦିନ ହଳଦୀ ଏବଂ ଚାଉଳରେ ଅଳ୍ପ କିଛି ପାଣି ମିଶାଇ ତାକୁ ଗୋଳାଇ ଦିଅନ୍ତୁ। ତାପରେ ଆପଣ ନିଜର ମୁଖ୍ୟ ଦ୍ୱାରରେ ବାହାର ପଟୁ ସେହି ହଳଦୀ ଏବଂ ଚାଉଳର ମିଶ୍ରଣରେ ଏକ ସ୍ୱସ୍ତିକ ବନାନ୍ତୁ। ଜ୍ୟୋତିଷ ଶାସ୍ତ୍ରରେ ଏହି ମାଙ୍ଗଳିକ ଚିହ୍ନକୁ ପ୍ରତିଷ୍ଠା, ମାନସମ୍ମାନ, ସମ୍ପନ୍ନତା ଏବଂ ପ୍ରଗତିର ପ୍ରତୀକ ମାନାଯାଇଥାଏ। ଏହା ଆପଣଙ୍କ ଗୃହକୁ ଆସୁଥିବା ସମସ୍ତ ନକାରାତ୍ମକ ଶକ୍ତିଗୁଡ଼ିକୁ ନିଜ ଭିତରକୁ ଶୋଷି ନେଇଥାଏ ଏବଂ ଆପଣଙ୍କ ଗୃହ ମଧ୍ୟକୁ ଏହାକୁ ପ୍ରବେଶ କରିବାକୁ ଦେଇନଥାଏ। ସ୍ୱସ୍ତିକର ପ୍ରୟୋଗ ଦ୍ୱାରା ଆପଣ ଧନ ବୃଦ୍ଧି, ଗୃହଶାନ୍ତି, ବାସ୍ତୁଦୋଷ ନିବାରଣ ଏବଂ ଚିନ୍ତାରୁ ମଧ୍ୟ ମୁକ୍ତି ମିଳିଥାଏ। ସାଙ୍ଗମାନେ, ଅନେକ ବ୍ୟକ୍ତିଙ୍କ ଜୀବନରେ ବିବାହ ସମ୍ବନ୍ଧିତ ଅନେକ ସମସ୍ୟା ଆସିଥାଏ। ବେଳେବେଳେ କିଛି ଛୋଟ କିମ୍ବା ବଡ଼ କାରଣ ଯୋଗୁଁ ଆପଣଙ୍କ ଜୀବନରେ ବିବାହକୁ ନେଇ ଅନେକ ସମସ୍ୟା ଆସିଥାଏ। ବିବାହରେ ଅନେକ ବିଳମ୍ବ ହୋଇଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ତୁଳସୀ ପତ୍ରରେ
ହଳଦୀ ଲଗାଇ ଭଗବାନ ବିଷ୍ଣୁଙ୍କର ଚରଣରେ ଅର୍ପଣ କରନ୍ତି ଏବଂ ନିଜର ବିବାହ ସମ୍ବନ୍ଧିତ ସମସ୍ୟା ବିଷୟରେ ଜଣାନ୍ତି, ତେବେ ଆପଣଙ୍କର ସବୁ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯାଇଥାଏ ଏବଂ ଆପଣଙ୍କର ବିବାହ ଯୋଗ ମଧ୍ୟ ଖୋଲି ଯାଇଥାଏ। ତେବେ ଆପଣ ଯେଉଁ ତୁଳସୀ ପତ୍ର ଏବଂ ହଳଦୀକୁ ଭଗବାନଙ୍କର ଚରଣରେ ଅର୍ପଣ କରିଥିବେ, ତା ପରଦିନ ସେହି ତୁଳସୀ ପତ୍ରକୁ ନେଇ ଆପଣ କୌଣସି ଫୁଲ ଗଛ ମୂଳରେ ମାଟିରେ ପୋତି ଦିଅନ୍ତୁ। ତେବେ ସାଙ୍ଗମାନେ, ଆପଣ ନିଜ କୁଣ୍ଡଳୀରେ ଗୁରୁ ଗ୍ରହକୁ ମଜବୁତ କରିବା ପାଇଁ ଏବଂ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି କରିବା ପାଇଁ ଗୁରୁବାର ଦିନ କିଛି କାର୍ଯ୍ୟରେ ନିବୃତ୍ତ ରହିବା ଉଚିତ। ଆପଣ ଯଦି ଗୁରୁବାର ଦିନ ଏହି କାର୍ଯ୍ୟଗୁଡ଼ିକ କରନ୍ତି, ତେବେ ଆପଣଙ୍କୁ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୋପଦୃଷ୍ଟିର ଶିକାର ହେବାକୁ ପଡ଼ିଥାଏ। ଏହା ସହିତ ଆପଣଙ୍କ କୁଣ୍ଡଳୀରେ ଗୁରୁଗ୍ରହ ମଧ୍ୟ ଦୁର୍ବଳ ହୋଇଥାନ୍ତି। ତେଣୁ ଭୁଲରେ ବି ଆପଣ ଗୁରୁବାର ଦିନ ଏହି କାର୍ଯ୍ୟଗୁଡ଼ିକ ନ କରିବା ଉଚିତ। ତେବେ ପ୍ରଥମ କଥା ହେଉଛି, ଆପଣ ଗୁରୁବାର ଦିନ ସର୍ବଦା ସାତ୍ୱିକ ଭୋଜନ ସେବନ କରନ୍ତୁ। ଗୁରୁବାର ଦିନ ମାଛ, ମାଂସ କିମ୍ବା ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ। ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। ମାତ୍ର ଆପଣ ଗୁରୁବାର ଦିନ ଧଳା, କଳା କିମ୍ବା ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ। ଯଦି ଆପଣଙ୍କ ଜୀବନରେ ଦାମ୍ପତ୍ୟ ସମସ୍ୟା ରହିଥାଏ, ତେବେ ଗୁରୁବାର ଦିନ ଆପଣ ଲାଲ ରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରନ୍ତୁ ନାହିଁ, କାରଣ ଏହି ଲାଲ ରଙ୍ଗଟି କ୍ରୋଧକୁ ଉତ୍ତେଜିତ କରିଥାଏ। ତେଣୁ ଆପଣ ଗୁରୁବାର ଦିନ ଲାଲ ରଙ୍ଗର ବସ୍ତ୍ର ମଧ୍ୟ ପରିଧାନ କରନ୍ତୁ ନାହିଁ। ଗୁରୁବାର ଦିନ ଆପଣ କାହାକୁ ପଇସା ଉଧାର ଦିଅନ୍ତୁ ନାହିଁ। ଯେତେ ଦୂର ସମ୍ଭବ ଆପଣ ଗୁରୁବାର ଦିନ ପଇସା ଦିଆନିଆ ଠାରୁ ଦୂରେଇ ରୁହନ୍ତୁ ଏବଂ ଗୁରୁବାର ଦିନ ଆପଣ ସନ୍ଧ୍ୟା ସମୟରେ ଯେତେବେଳେ ଦୀପ ଜାଳୁଛନ୍ତି, ସେହି ଦୀପରେ ଆପଣ 2ଟି ଲବଙ୍ଗ ପକାଇ ଦୀପ ଜାଳନ୍ତୁ। ଏହା ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରଦାନ କରିଥାଏ। ଆପଣ ଯଦି ଗୁରୁବାର ଦିନ ହଳଦୀର ଦାନ କରନ୍ତି, ତେବେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାଗୁଡ଼ିକ ଦୂର ହୋଇଯାଇଥାଏ। ସାଙ୍ଗମାନେ, ଯଦି ଆପଣଙ୍କୁ ସମସ୍ତଙ୍କ ଠାରୁ ଧୋକା ମିଳୁଛି, ଆପଣଙ୍କୁ ଆପଣଙ୍କ ଚତୁର୍ଦିଗରେ କେବଳ ସମସ୍ୟା ହିଁ ଦେଖାଯାଉଛି ଏବଂ ଜୀବନଟା ଯେମିତି ସମସ୍ୟାଗ୍ରସ୍ତ ଭଳି ମନେ ହେଉଛି, ତେବେ ଏପରି ପରିସ୍ଥିତିରେ ଆପଣ ପ୍ରତ୍ୟେକ ଗୁରୁବାର ଦିନ ଶ୍ରୀହରି ବିଷ୍ଣୁଙ୍କୁ ହଳଦୀର ତିଳକ ଲଗାନ୍ତୁ ଏବଂ ଓମ୍ କ୍ଳିନ୍ ବୃହସ୍ପତେ ନମଃ ଏହି ମନ୍ତ୍ରକୁ କମ୍ ସେ କମ୍ 108 ଥର ଜପ କରନ୍ତୁ। ବିଶ୍ୱାସ କରନ୍ତୁ, ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କର ଶୋଇ ରହିଥିବା ଭାଗ୍ୟ ମଧ୍ୟ ଜାଗ୍ରତ ହୋଇଯାଇଥାଏ। ଆପଣ ଗୁରୁବାର ଦିନ ଯଦି ଗୋଟିଏ ହଳଦୀ ଗଣ୍ଠିକୁ ନିଜର ଗଳାରେ କିମ୍ବା ବାହୁରେ ବାନ୍ଧନ୍ତି, ତେବେ ଏହା ହଳଦିଆ ପୋଖରାଜ ଭଳି କାମ କରିଥାଏ। ଏହା ଆପଣଙ୍କ କୁଣ୍ଡଳୀରେ ଗୁରୁଗ୍ରହଙ୍କୁ ମଜବୁତ ବନାଇଥାଏ। ସାଙ୍ଗମାନେ, ଆଜିର ଯୁଗରେ ପର୍ଯ୍ୟାପ୍ତ ଧନ ବିନା ଆମେ ଜୀବନଯାପନ କରିବା ଅସମ୍ଭବ ଅଟେ। ତେବେ ଆମେ ଅନେକ ପରିସ୍ଥିତିରେ ଅନେକ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ଆମକୁ ପର୍ଯ୍ୟାପ୍ତ ଧନ ପ୍ରାପ୍ତି ହୋଇନଥାଏ। ତେବେ ଏପରି ପରିସ୍ଥିତିରେ ଆପଣ ଗୁରୁବାର ଦିନ ନାଲି ଏବଂ ହଳଦିଆ ରଙ୍ଗର ସୂତାରେ ଆପଣ ଗୋଟେ ହଳଦୀ ଗଣ୍ଠିକୁ ବାନ୍ଧି ଦିଅନ୍ତୁ ଏବଂ ତାକୁ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଚରଣରେ ଅର୍ପଣ କରି ନିଜର ଧନଜନିତ ସମସ୍ୟାକୁ ଦୂର କରିବା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ତାପରେ ଆପଣ ସେହି ସୂତା ଏବଂ ହଳଦୀ ଗଣ୍ଠିକୁ ନିଜର କାର୍ଯ୍ୟକ୍ଷେତ୍ରରେ କିମ୍ବା ନିଜ ଘରେ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ମଧ୍ୟ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ। ଆଉ ଗୋଟିଏ ଛୋଟିଆ ଏବଂ ଚମତ୍କାରୀ ଉପାୟ ହେଉଛି, ଆପଣ ଗୁରୁବାର ଦିନ ଗୋଟିଏ କାଗଜରେ ଗୋଟେ ଚୁଟକି ହଳଦୀ ରଖି ତାକୁ ଗୋଟିଏ ପୁଡ଼ିଆ ବନାଇ ଦିଅନ୍ତୁ ଏବଂ ଆପଣଙ୍କ ଗୃହରେ ଭଗବାନ ଶ୍ରୀହରି ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ଯେଉଁ ପ୍ରତିମା କିମ୍ବା ଫଟୋ ରହିଛି, ତା ପଛପଟେ ସେହି ପୁଡ଼ିଆକୁ ଲୁଚାଇ ଦିଅନ୍ତୁ।
ଏବଂ ଆପଣଙ୍କ ଜୀବନରେ ଯଦି ଧନଜନିତ ସମସ୍ୟା, ବିବାହଜନିତ ସମସ୍ୟା କିମ୍ବା ଯାନବାହନ କିମ୍ବା କୌଣସି ବସ୍ତୁ ପ୍ରାପ୍ତିର କୌଣସି ଇଚ୍ଛା ଥାଏ, ତେବେ ସେହି ଇଚ୍ଛାକୁ ଭଗବାନଙ୍କ ନିକଟରେ ପ୍ରକାଶ କରି ସେହି ହଳଦୀକୁ ଆପଣ ପ୍ରତିମା କିମ୍ବା ଫଟୋ ପଛପଟେ ରଖିଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଇଚ୍ଛା ଅଳ୍ପ ଦିନ ମଧ୍ୟରେ ପୂର୍ଣ୍ଣ ହୋଇଥାଏ ଏବଂ ଯେତେବେଳେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବ, ତାପରେ ଆପଣ ଏହି ହଳଦୀକୁ ନେଇ ନିଜର ତୁଳସୀ ଗଛ ମୂଳରେ ମାଟିରେ ପୋତି ଦିଅନ୍ତୁ। ତେବେ ସାଙ୍ଗମାନେ, ଏହା ଥିଲା ହଳଦୀର କିଛି ଚମତ୍କାରୀ ଉପାୟ। ଯେଉଁ ଉପାୟକୁ ଯଦି ଆପଣ ପ୍ରତ୍ୟେକ ଗୁରୁବାର ଦିନ ପାଳନ କରନ୍ତି, ତେବେ ନିଶ୍ଚୟ ଭାବରେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାଗୁଡ଼ିକ ଦୂର ହୋଇଯିବ। ସାଙ୍ଗମାନେ, ଶେଷରେ ଗୋଟିଏ କଥା କହିବାକୁ ଯାଉଛି, ଆମ ଜୀବନରେ ଗ୍ରହମାନଙ୍କର ସ୍ଥିତି ସବୁବେଳେ ପରିବର୍ତ୍ତନ ହେବ। କେତେବେଳେ ତାହା ଆମକୁ ଶୁଭ ପ୍ରଭାବ ଦେବ ତ କେତେବେଳେ ପୁଣି ଅଶୁଭ ପ୍ରଭାବ ଦେବ। ତେବେ ଏହା ମଧ୍ୟରେ ଯଦି ଆମେ ଏହିସବୁ ଉପାୟଗୁଡ଼ିକୁ ପାଳନ କରିବା, ତେବେ ନିଶ୍ଚୟ ଭାବରେ ଆମ ଜୀବନରୁ ଅନେକ ଗୁଡ଼ିଏ ସମସ୍ୟା ଦୂର ହୋଇଯାଇପାରିବ। ତେବେ ସମସ୍ତ ଉପାୟଗୁଡ଼ିକୁ ଆମ ମନରେ ସମ୍ପୂର୍ଣ୍ଣ ଭକ୍ତି ଓ ବିଶ୍ୱାସ ରଖି କରିବା ଦ୍ୱାରା ହିଁ ତାହା ଫଳଦାୟୀ ହୋଇଥାଏ। ତେବେ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଶ୍ରୀ ବିଷ୍ଣୁ, ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ।